जय जगन्नाथ संग मैंने गुड मॉर्निंग केमती अच्छे मुझे आशा करছি ଆପଣମାନେ ବହୁତ ଭଲରେ ଥିବେ ଆଉ ମୁଁ ବି ବହୁତ ଭଲରେ ଅଛି। ଆଉ ଗୋଟେ ବ୍ଲଗ୍କୁ ମୁଁ ଆପଣମାନଙ୍କୁ ୱେଲକମ୍ କରିଛି। ଆଉ କ'ଣ ଆଜି ତ ବ୍ଲଗ୍ ଟିକେ କରୁ କରୁ ବହୁତ ଲେଟ୍ ହେଇଗଲାଣି। ଲେଟ୍ କ'ଣ 10:30 ହେଇଗଲା ଏକାଥରେ ଗାଧେଇ ପାଧେଇ ବ୍ଲଗ୍ ଟିକେ ଆରମ୍ଭ କଲି। ଆଉ ଯାଇଥିଲି ସେପଟେ ଆମର ଡ୍ୟୁଟି ଥିଲା ବି କରିକି ଆସିକି ସମୟ ହେଲାଣି ଯେହେତୁ ଆସିକି ଏକାଥରେ ଗାଧେଇ ପାଧେଇ ଦେଖନ୍ତୁ ପୁରା ଗାଧେଇ ପାଧେଇ ରେଡ଼ି ଆଉ ଯିବା ଚାଲନ୍ତୁ ଆଜି ମାନେ କଣ୍ଟିନ୍ୟू ରୁହନ୍ତୁ ତ ଜାଣିପାରିବେ କ'ଣ ନାହିଁ କ'ଣ ହେଉଛି। ଚାଲନ୍ତୁ ବାପାଙ୍କର ମୋର ଏବେ ଭାଇଲୁ ବାପା କେଉଁ ଜାଗା ଯିବା ସେଇଟା सोमपुर ସୋନପୁର ଯିବୁ ଏଇକିନା ବାପାଙ୍କର ମୋର सोमपुर सोनपुर नहीं ସମ୍ପୁର हाँ सोमपुर ସମ୍ବଲପୁର ସେଇଟା ଯିବୁ ସେଇଟା କେଉଁ ଡିଷ୍ଟ୍ରିକ୍ଟ ଆମର कटक जिला କଟକ ଜିଲ୍ଲା। ଚାଲନ୍ତୁ ଯିବା। ठंडा ଗାଡ଼ି ପୁରା ଆମର ଗରମ ହେଇଯାଇଛି ଷ୍ଟାର୍ଟ କରିଦେଲି। ଦେଖନ୍ତୁ ଏବେ ମୁଁ ଆସିଗଲି ପାହାଡ଼ ଯେଉଁଠି ରସଗୋଲା ମିଳେ ଆମର ସେଇ ରସଗୋଲା ରଖିବି ଘର ଦେଇକି ଛେନା ଗଜା ଯାହା ଘରକୁ ଯିବା ତା ଘରକୁ ଛେନା ଗଜା ନେଇକି ଯିବା। ତ ଚାଲନ୍ତୁ ପାହାଡ଼ରେ ପହଞ୍ଚିଲେଣି ଯିବା ଆରି ଆଗକୁ ବଢ଼ିବା ଲେଟ୍ ହେଇଗଲାଣି ଚାଲନ୍ତୁ। ଦେଖନ୍ତୁ ସାଙ୍ଗମାନେ ଏବେ ତ ଆସି ପହଞ୍ଚିଲି ଏଠି ଟାଇମ୍ 3:05 ହେଇଗଲାଣି। ଗାଡ଼ି ମୋର ଏପଟ ସାଇଡ଼୍ରେ ରଖିଛି ଏପଟ ସାଇଡ଼୍ରେ ମୋ ଗାଡ଼ି ଅଛି। ଏ ତ ପହଞ୍ଚିଲି ଖିଆପିଆ ବାଟରେ କରିକି ଆସିଯାଇଥିଲୁ ଅଲରେଡ଼ି। ସେପଟେ ତାଙ୍କର ଆଉ ଗୋଟେ ଦିଦିଙ୍କ ଘରେ ବାଟରେ ପଡ଼ିଲା ତ ଖାଇ ଦେଇଥିଲୁ। ଏପଟେ ଗୋଟେ ଦେଖନ୍ତୁ ପୁରା ଗାଁ ମାନେ ଗଛ ଫଛ ବହୁତ ବଢ଼ିଆ ଲାଗୁଛି ଗାଁଟା। କାହିଁକିନା ଗାଁରେ ଗୋଟେ ପରିବେଶ ଅଲଗା ଟାଇପ୍ର ବଢ଼ିଆ ଲାଗେ। ଯାହା ହଉ ବହୁତ ଭଲ ଲାଗୁଛି ଗାଁ ଦେଖିକି ଗଛ କଦଳୀ ଗଛ ବହୁତ ସାରା ପୁରା ଗାଁ ମୋତେ ଏମିତିଆ ଗାଁ ସୁନସାନ ବଢ଼ିଆ ଲାଗେ। ପୁରା ଯେଉଁ ଭଳିଆ ହେଉଛି ପୁରା ଅଲଗା ପ୍ରକାର ସାଉଣ୍ଡ ସେ ସାଉଣ୍ଡରେ କ'ଣ କରିବା ଆଉ ଯେଉଁଠି ଯେମିତି ରହିବା ଆଉ। ତ ଦେଖନ୍ତୁ ସେ ଗାଁଟାକୁ ମୁଁ ଆସିକି ମୋତେ ବହୁତ ବଢ଼ିଆ ଲାଗୁଛି ମାନେ ବହୁତ ଭଲ ବି ଲାଗୁଛି। ତ ଠିକ୍ ଅଛି ଆଜି ଏବେ ତ 3:05 ହେଇଗଲାଣି ତ ଆହୁରି ଭୁବନେଶ୍ୱରରେ ଆମେ ପହଞ୍ଚୁ ହେଇଯିବ ଟାଇମ୍ 6ଟା 7ଟା ହେଇଯିବ। ଠିକ୍ ଅଛି ବ୍ଲଗ୍ରେ କଣ୍ଟିନ୍ୟୁ ହେଇକି ଯାଇଥିଲୁ ସେପଟେ ଆମର ତାଙ୍କ ଗାଁକୁ ଟିକେ ଯାଇଥିଲୁ ଦିଦିଙ୍କ ଘର ଗାଁକୁ। ଏବେ ଆସିକି ପହଞ୍ଚିଲି ଗାଡ଼ି ମୁଁ ରଖିଦେଇଛି ତା ଜାଗାରେ ସେ ଗାଡ଼ି ପାର୍କିଂ କରିଦେଲି। ଦେଖନ୍ତୁ ତ ଚାଲନ୍ତୁ ଯିବା ବାବୁଙ୍କ ଘର ତ ଏଇଠି ରହିଲା କାମ ସରିଲା ଯିବା ଘରକୁ ରେଷ୍ଟ ଟିକେ କରିବା ଚାଲନ୍ତୁ। ଅମୃତା ସେପଟେ କ'ଣ କରୁଛନ୍ତି କ'ଣ ନାହିଁ ତାଙ୍କୁ ବି ଦେଖନ୍ତୁ ସାଙ୍ଗମାନେ ଏବେ ତ ଘରକୁ ପଳେଇ ଆସିଲି। ସିଆଡ଼େ ତ କାମ ସବୁ ସରିଲା ଆସିକି ଘରେ ପହଞ୍ଚେଇଲି 6ଟା ବାଜିବ ଆସିକି। ଅମୃତା କ'ଣ କରୁଛନ୍ତି ଦେଖିବା ଚାଲନ୍ତୁ। ଅମୃତା କ'ଣ କରୁଥିଲେ ପରିବା ଆଣିଛ ହଁ ମୂଳ ଆଣିଛ ହଁ ପୋଟଳ ବି ଆଣିଛ ବାଇଗଣ ବି ଆଣିଛ ଲେମ୍ବୁ ବି ଆଣିଛ ଆଉ ଶାଗ ହଁ ଏତେ ସାରା ପରିବା ହଁ ପଚିଯିବନି ତ ନା ଅଧିକ ବୁଲିଦେବା ଖାଲି। ଆଉ କ'ଣ କେତେବେଳେ ଆସିଲ ଡ୍ୟୁଟିରୁ? 8:10ରେ ପହଞ୍ଚିଲି। ହଁ ଓକେ ତ ହଁ ଠିକ୍ ଅଛି ଠିକ୍ ଅଛି। ଆମକୁ ସନ୍ଧ୍ୟାବେଳେ ଆଉ ଟାଇମ୍ ବି ହେଇଗଲାଣି କାହିଁକିନା ଖରାବେଳେ ତ ଏପଟ ସେପଟ ହେଇକି ଭଲସେ ଟିକେ ଠିକ୍ସେ ଖିଆ ହେଇପାରିଲାନି ମାନେ ଖାଇଛି କିନ୍ତୁ ଏତେ ଭଲ ଲାଗିଲାନି। ଆଉ ତ ଏବେ ଭୋକ ବି ହେଇଗଲାଣି ଖାଇବା ଚାଲନ୍ତୁ ଭୋକ ଯେହେତୁ ହେଇଗଲାଣି ମାନେ ଖାଇଦେବା। ଆଉ ଚାଲନ୍ତୁ ଯିବା ଖାଇବା। ଆଜି କ'ଣ ଦିନରେ ତ ମୁଁ ଆପଣମାନଙ୍କୁ କିଛି ଦେଖାଇ ପାରିଲିନି କାହିଁକିନା ସେପଟରେ ଜଣଙ୍କ ଘରକୁ ଯାଇଛି ଯେହେତୁ ଆଉ ସେଠି ଗୋଟେ ଭିଡ଼ିଓ କରିବା ପାଇଁ ଭଲ ଲାଗିଲାନି। ତ ଠିକ୍ ଅଛି ଚାଲନ୍ତୁ। ଆଉ ମୁଁ ମୋ ରୁମ୍ରେ ଯେତେବେଳେ ବି ଖାଇବି ତ ମାନେ ଯାହା ବି ଖାଇବି ତ ମୁଁ ଦେଖେଇବି ଆପଣମାନଙ୍କୁ ସେୟାର କରିବି କାହିଁକିନା ଆଉ କ'ଣ କରିବା। ଠିକ୍ ଅଛି ଚାଲନ୍ତୁ ଯିବା ଖାଇବା। ତ ଦିନରେ ତ ହେଇପାରିଲାନି କିନ୍ତୁ ରାତିରେ ମୁଁ ଆପଣମାନଙ୍କୁ ନିହାତି ଦେଖେଇବି। ତ ଚାଲନ୍ତୁ କ'ଣ ଆଜି ଅମୃତା କରିଛନ୍ତି ଖାଇବା ପାଇଁ ତ ଚାଲନ୍ତୁ ଦେଖିବା। ଦେଖନ୍ତୁ ସାଙ୍ଗମାନେ ଆସିଗଲା ଡାଲମା ହେଇଥିଲା ଆଜି ଯେହେତୁ ସାଧା ବାରରେ ସାଧା ହେଇଥିଲା ଡାଲମା। ଦେଖନ୍ତୁ ଏଇ ଡାଲମା ଏଇଠି ଦେଖନ୍ତୁ ରୁଟି ବି ଅଛି ମୋର ରେଡ଼ି ହେଇକି ରୁଟିଟା ଦେଖୁନ ରୁଟି ଡାଲମା। ସବସ୍କ୍ରାଇବରଙ୍କୁ ସମସ୍ତଙ୍କୁ ଦେଖେଇବା ଆମର ଜିନିଷ କ'ଣ ଖାଇବା ନା କ'ଣ ଚାଲନ୍ତୁ ରୁଟି ଖାଇବା।
ହେଇଛି ପୁରା। ଓକେ ଅଛ ତ? ଓକେ ଅଛି, ଚାଲନ୍ତୁ ଖାଇବା। ठीक है साଙ୍ଗମାନେ ଖାଇସାरे ଭିଡ଼ିଓ ଟିକେ କଣ୍ଟିନ୍ୟू କରିବା। ଦେଖନ୍ତୁ ସାଙ୍ଗମାନେ ଖିଆପିଆ ତ ସଇଲା, ଦେଖିଲେ ରୁଟି ଆଉ ଡାଲମା ହେଇଥିଲା ଖାଇଥିଲି। ଆଉ କ'ଣ କରିବା, ଆଉ ଖିଆପିଆ ତ ଶେଷ। ଆଉ ଆଜି ବହୁତ ସାରା ବି ଏପଟ ସେପଟ ହେଇକି ବହୁତ ଟାୟାର୍ଡ଼, କାହିଁକିନା ଭୋରୁ ଉଠିଥିଲି 5ଟାରୁ ବି। ଆଉ କ'ଣ କରିବା, ଚାଲନ୍ତୁ ଯିବା। ଖିଆପିଆ ତ ସଇଲା, ଟିକେ ରେଷ୍ଟ କରିବା, ଭଲ ଲାଗିବ। ଆଉ ଠିକ୍ ଅଛି, ଆଜି ପାଇଁ ମୁଁ ବ୍ଲଗ୍ଟିକୁ ଏଇଠୁ ଏଣ୍ଡ କରୁଛି। ରହିଲି, ଟାଟା ବାଏ ବାଏ, ଗୁଡ୍ ନାଇଟ୍, ଟେକ୍ କେୟାର, ଜୟ ଜଗନ୍ନାଥ। ଆଉ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ପ୍ଲିଜ୍ ସେୟାର, ସବସ୍କ୍ରାଇବ୍, ଲାଇକ୍ କରିବେ। ଆଉ ଜମା ବି ଭୁଲିବେନି ବେଲ୍ ଆଇକନ୍କୁ ଦବାଇବା ପାଇଁ।